सब्सक्राइब करंतु ओडिया ऑनलाइन चैनल को बेल आइकन को मध्य क्लिक करंतु जहाँ फल आमर प्रत्येक वीडियो सर्वप्रथम पाइपर। हरिओम फ्रेंड्स, ओडिया ऑनलाइन चैनल आपको स्वागत। शुभ सकाळ। तो आज आम आपको आपणकर दैनिक राशिफल कहवाक जाऊँ। यही जो राशिफल आम आपको कहवाक जाऊँ यह ग्रह मानकर साधारण गणना जहाँ ज्योतिषशास्त्र में ग्रह मानकर गोचर नाम जना जाए। यह मुख्यतः चंद्रदेवंकर गोचर उपर आधारित अटे। तो आज आम आपको मेष ठार आरंभ कर मीन राशि पर्यंत विस्तार पूर्वक आज राशिफल कहवाक जाऊँ। आज 25 जून 2022 दिन शनिवार, आषाढ़ मास कृष्णपक्ष मिथुन 11 दिन। आज तिथि और नक्षत्र द्वादशी रात्र 1 घंटा 6 मिनिट पर्यंत, द्विज नक्षत्र दिवा 11 घंटा 7 मिनिट पर्यंत, मेषचंद्र संध्या 5 घंटा 56 मिनिट पर्यंत, सूर्योदय समय 5 घंटा 12 मिनिट और सूर्यास्त समय 6 घंटा 26 मिनिट। आज मेष राशि हाथ चंद्र, आज वृष सिंह कन्या सिंह हाथ 12। आज शुभ बेला दिवा 2 घंटा 49 मिनिट दिवा 5 घंटा 13 मिनिट पर्यंत, रात्र 7 घंटा 12 मिनिट रात्र 8 घंटा पर्यंत। निषिद्ध खाद्य आज पोई क्षण निषेध। तो मेष ठारू आरंभ कर मीन राशि व्यक्ति कौन कही थाए आज आपणकर राशि, कौन कही थाए आज आपणकर ग्रह नक्षत्र और आज आपको एपरि केउं उपाय करबा आवश्यक जहाँफल आज आपणकर दिनटी अत्यंत शुभ सब्यस्त हेबो। एही क्रम में सबुठारु प्रथमे आसंतु जानिबा मेष राशि विषय। आज दिनटी आपणको पई मिलामिशापूर्ण ही रहिबो। आज आपण अଯଥା ଯୁକ୍ତିତର୍କରୁ ନିବୃତ୍ତ ରୁହନ୍ତୁ, ନାହିଁ ତ କିଛି ସମସ୍ୟାରେ ପଡ଼ିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରାମର୍ଶ ନେଇ କାର୍ଯ୍ୟ କଲେ କର୍ମକ୍ଷେତ୍ରରେ ସଫଳ ହେବେ। ଆୟକୁ ଚାହିଁ ବ୍ୟୟ କରିବେ। ବନ୍ଧୁଙ୍କ ସାହାଯ୍ୟ ପାଇଁ ନିଜକୁ ଧନ୍ୟ ମଣିବେ। କ୍ରୀଡ଼ାବିତ୍ ମାନେ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବେପାର ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ତେବେ ସାମାନ୍ୟ କଥାରେ ଉତ୍ତେଜିତ ହୋଇ କିଛି ସମସ୍ୟା ସୃଷ୍ଟି କରିପାରନ୍ତି, ସେଥିପାଇଁ ସାବଧାନ ରୁହନ୍ତୁ। ଜମିଜମା କଥା, ସରକାରୀ କାମ, ଆନୁଷ୍ଠାନିକ ଦାୟିତ୍ୱ ଓ ବନ୍ଧୁମିଳନ କ୍ଷେତ୍ରରେ ଆଜି ସତର୍କତାର ସହିତ କାମ କରିବା ଭଲ। ତେବେ ସକାଳୁ ସକାଳୁ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଆପଣଙ୍କୁ ଆର୍ଥିକ ଲାଭର ଭଲ ଅବସର ପ୍ରାପ୍ତ ହେବ। ଜୀବିକା ଅନ୍ୱେଷଣରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସମ୍ବନ୍ଧରେ ନୂଆ ଚେତନାର ସଞ୍ଚାର ହେବ। ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ଆପଣଙ୍କର କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ କିଛି ବାଧା ଉପୁଜିପାରେ ଏବଂ କିଛି ଦିଗରୁ ସୁଫଳ ପାଇବା ସହ ମାନସିକ ସ୍ତରରେ ସମ୍ମାନିତ ହେବାର ସୁଯୋଗ ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଯେଉଁ କାର୍ଯ୍ୟ ବି ଆଜି ହାତକୁ ନେବେ ତାହା ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ଦେଖାଦେବ। ତେବେ ଯାହା ବି ହେଉ ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ ଏବଂ ଘରଠାରୁ ଦୂରରେ ରହୁଥିବା ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗୋଟିଏ ପାତ୍ରରେ ଜଳ ରଖି ହନୁମାନଜୀଙ୍କର ସମ୍ମୁଖରେ ରଖନ୍ତୁ ଓ ବଜରଙ୍ଗ ବାଣରୁ ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବୃଷ ରାଶି ବିଷୟରେ ଜାଣିବା। ଶରୀର ସୁସ୍ଥ ଓ ମନରେ ଉତ୍ସାହ ରହିବ। ମହିଳାମାନେ ଦାନ ଧର୍ମରେ ମନୋନିବେଶ କରିବେ। ଘରୋଇ କର୍ମଚାରୀମାନେ କର୍ତ୍ତବ୍ୟନିଷ୍ଠ ହେବେ। ପାରିବାରିକ ଜୀବନ ହସଖୁସିରେ କଟିବ। ବିଦ୍ୟାର୍ଥୀମାନେ ଉଚ୍ଚ ଆଶା ରଖି ପଢ଼ାପଢ଼ିରେ ମନୋନିବେଶ କରିବେ। ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଅଫିସରେ ସମସ୍ତଙ୍କ ସହିତ ବଢ଼ିଆ ତାଳମେଳ ରହିବ। ନିର୍ଦ୍ଦିଷ୍ଟ ସମୟ ଭିତରେ ସମସ୍ତ କାମ ସମ୍ପୂର୍ଣ୍ଣ କରିବା ହେତୁ ମନ ଶାନ୍ତ ରହିବ। ପରିବାରରେ ଖୁସିର ମାହୋଲ ରହିବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ଆଜି ଆପଣ ଊର୍ଜାବାନ ରହିବେ। ଯେଉଁ ବି କାର୍ଯ୍ୟକୁ ହାତକୁ ନେବେ ତାହାକୁ ସଫଳତାର ସହିତ ସମ୍ପନ୍ନ କରିବେ। କିଛି ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ସୂଚନା ମିଳିପାରେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଆଜି ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବାର ରହିଛି। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଆଶା ଓ ବିଶ୍ୱାସର ସହିତ କାମ କରି ଚାଲନ୍ତୁ। ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସବୁ କାମ ସହଜରେ ସମ୍ପନ୍ନ ହେବ। ଜୀବନସାଥୀ ଆପଣଙ୍କର କଥାରେ ପ୍ରଭାବିତ ହେବେ। ବ୍ୟବସାୟରେ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ଆଦିରେ ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ ଦୃଷ୍ଟିରେ ଆଣି ଦୋଷାରୋପ କରିପାରନ୍ତି। ସେଥିପାଇଁ ଆଜି ଆପଣ କଥାବାର୍ତ୍ତା ସମୟରେ ସାବଧାନ ରୁହନ୍ତୁ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ବିଚାର ବୁଦ୍ଧି ହରାଇ ପ୍ରେମ ଫାଶରେ ଆବଦ୍ଧ ହୋଇପାରନ୍ତି ଏବଂ ଆଜି ଅତି ନିକଟରେ ରହୁଥିବା କୌଣସି ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ବ୍ୟାପାରୀମାନଙ୍କୁ ସାମାନ୍ୟ ଲାଭ ମିଳିବ। କାହାରିକୁ ନିଜ ହୃଦୟର କଥା କହିବେ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ହନୁମାନଜୀଙ୍କର ମନ୍ଦିରରେ
ଗୁଡ଼ ଓ ଚଣା ପ୍ରସାଦ ରୂପେ ଲଗାନ୍ତୁ। ଓ ଆଜି ଆପଣ କାହାରିକୁ କୌଣସି ବି ସ୍ଥିତିରେ ମିଛ କୁହନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମିଥୁନ ରାଶି ବିଷୟରେ ଜାଣିବା। ପରିଶ୍ରମୀ ହେବେ, ଆତ୍ମନିର୍ଭରଶୀଳ ହୋଇ କାର୍ଯ୍ୟମାନ ସମ୍ପାଦନ କରିବେ, ଈଶ୍ୱର ବିଶ୍ୱାସୀ ହେବେ, ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ, ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ମହିଳାମାନେ ଗୃହ ନିପୁଣ ହେବେ। ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଆଜିର ଦିନଟି ଶୁଭଙ୍କର ସାବ୍ୟସ୍ତ ହେବ। ଆଜି ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ କୃତିତ୍ୱ, କଳା, ସାହିତ୍ୟ ଆଦିରୁ ସମ୍ମାନ ପ୍ରଭୃତି ସୁଖଦ ଖବର ପାଇପାରନ୍ତି। କର୍ମକ୍ଷେତ୍ର ଓ ବୃତ୍ତିଗତ ଧନ୍ଦାରେ ସମୟ ଅତିବାହିତ କରିବେ। ଘର ପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖିନୀ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ। ଆପଣ ନିଜକୁ ଖୁବ୍ ଊର୍ଜାବାନ ଅନୁଭବ କରିବେ। କୌଣସି କାମରୁ ଆପଣଙ୍କୁ ଆଶାଠୁ ଅଧିକ ଧନ ଲାଭ ହେବ। ଲଭ୍ ଲାଇଫ୍ ଜୀବନରେ ଖୁବ୍ ଆନନ୍ଦ ମିଳିବ। ଆଜି ଆପଣ ସକାରାତ୍ମକ ଭାବନାରେ ରୁହନ୍ତୁ। କାମ କରିବା ସହଜ ହେବ। ନୂଆ କାମ କରିବାକୁ ଥିଲେ ବଡ଼ଙ୍କ ଅନୁମତି ନେଇ କରନ୍ତୁ। ଜଣେ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ ଏବଂ ଆଜି ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି। କିଛି ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ, ତ ଯେତେ ବି ଛୋଟିଆ ରୋଗଟି ହେଲେ ଅବହେଳା କରନ୍ତୁ ନାହିଁ, ତୁରନ୍ତ ହିଁ ତାହାର ଚିକିତ୍ସା କରନ୍ତୁ। କଳା, ସଙ୍ଗୀତ ସମାରୋହ, ସାହିତ୍ୟ ଚର୍ଚ୍ଚା ତଥା ବନ୍ଧୁ ମିଳନ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ସାଧାରଣ ରହିବ ଏବଂ ଆଜି ପିଲାମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ, କାରଣ ସ୍ୱାସ୍ଥ୍ୟ କିଛି ଖରାପ ରହିପାରେ। କିନ୍ତୁ ଦିନଯାକ ଆପଣ ଉତ୍ସାହୀ ଜଣାଯିବେ, ଅତିରିକ୍ତ ଊର୍ଜାର ଅନୁଭବ କରିବେ। ଯେଉଁ କାର୍ଯ୍ୟ ବି ହାତକୁ ନେବେ ସେଥିରେ ସଫଳତାର ସମ୍ଭାବନା ଅଧିକ ହିଁ ରହିବ। ଆର୍ଥିକ ସ୍ଥିତି ମଜବୁତ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଆବଶ୍ୟକତା ଥିବା ବ୍ୟକ୍ତିକୁ କଳା ରଙ୍ଗର କୌଣସି ବି ଜିନିଷ ଦାନ କରନ୍ତୁ, ନାହିଁ ତ କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କର୍କଟ ରାଶି ବିଷୟରେ ଜାଣିବା। ଶାରୀରିକ ସୁସ୍ଥତା ଫେରି ପାଇବେ। କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ବିଚାର ବିମର୍ଶ କରି କାର୍ଯ୍ୟମାନ ସମ୍ପାଦନ କରିବେ। ଆୟ ସ୍ଥିର ରହିବ। କବି ଓ ଲେଖକମାନେ ସରକାରୀ ସ୍ତରରେ ସମ୍ମାନିତ ହେବେ। ଜମିବାଡ଼ି ସମ୍ପର୍କିତ ଝାମେଲାର ପରିସମାପ୍ତି ଘଟିବ। ପୂଜା ଉପକରଣ ବ୍ୟବସାୟୀମାନେ ଭଲ ଲାଭ ପାଇବେ। ଆଇନ ଅଦାଲତ, ସାମୂହିକ କାର୍ଯ୍ୟ, ସଂଗଠନ, ଟେକ୍ନିକାଲ ସମ୍ବନ୍ଧିତ କାର୍ଯ୍ୟ, ଲୌହ ସମ୍ବନ୍ଧିତ ବ୍ୟବସାୟରେ ସୁଫଳ ପାଇବେ। ଆଜି ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବାର ରହିଛି। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଆଶା ଓ ବିଶ୍ୱାସର ସହିତ କାମ କରି ଚାଲନ୍ତୁ। ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ କେତେକ ଦୀର୍ଘମିଆଦୀ ଯୋଜନା ଫସର ଫାଟିଯିବା କାରଣରୁ ସାମୟିକ ମନ ଭଲ ରହିନପାରେ। ଆଜି କିଛି ହଠାତ୍ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପ୍ରୀତିପଦ ରହିବ। ତେବେ କାର୍ଯ୍ୟବ୍ୟସ୍ତତା ହେତୁ କିଛି କ୍ଲେଶ ଅନୁଭବ କରିପାରନ୍ତି। ପୁରୁଣା କଥାକୁ ନେଇ ଅଳ୍ପ ଚିନ୍ତିତ ହୋଇପାରନ୍ତି। କୌଣସି ମିତ୍ର ସହାୟକ ସାବ୍ୟସ୍ତ ହେବେ। ଆପଣଙ୍କର ଆତ୍ମବିଶ୍ୱାସର ସ୍ତର ଉଚ୍ଚ ରହିବ। ଆଜି ଆପଣ ଊର୍ଜାବାନ ରହିବେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ସମାଜରେ ମାନ ସମ୍ମାନ ପାଇବେ। ସରକାରୀ ଚାକିରିଙ୍କ ଲାଗି ଦିନଟି ଉତ୍ତମ। ଆତ୍ମୀୟ ସୃଜନ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମମୁଖର ହେବେ ଏବଂ ନିଜର ପରିସରରେ ପ୍ରତିଷ୍ଠିତ ହେବେ। ପରିସ୍ଥିତି ବଶତଃ ଘର କାମ ଛାଡ଼ି ବାହାର କାମରେ ବେଶୀ ସମୟ କଟାଇବେ। ସହକର୍ମୀମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇ ପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଉପଦେଶ ମାନି ଚଳିବେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ସ୍ନାନ ସମୟରେ ସୋରିଷ ତେଲ ଲଗାଇ ସ୍ନାନ କରନ୍ତୁ ଓ ଆଜି ଆପଣ ଶନି ଚାଳିଶାର ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଆସନ୍ତୁ ସିଂହ ରାଶି ବିଷୟରେ ଜାଣିବା। ଶାରୀରିକ ଅସୁସ୍ଥତା ଯୋଗୁଁ ମନ ବିରକ୍ତିକର ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟରେ ବିଳମ୍ବ ହେବ ଓ ଆପଣ ଉଦାସୀନ ରହିବେ। ଆୟ ବାଧାପ୍ରାପ୍ତ ହେବ। ପାରିବାରିକ ଜୀବନ ନିରାଡମ୍ବର ରହିବ। ପଡ଼ୋଶୀଙ୍କ ସହ ସମ୍ପର୍କରେ କିଛି ତିକ୍ତତା ଦେଖାଦେଇପାରେ। ବେପାର ବାଣିଜ୍ୟରେ ଲାଭ ଆଶାଠାରୁ କମ୍ ହେବ। ବାରମ୍ବାର ଚେଷ୍ଟା କଲେ ମଧ୍ୟ ପ୍ରତ୍ୟେକ କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିପାରେ। ଏଣେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ତେବେ ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆଜି ଆପଣ ଊର୍ଜାବାନ ରହିବେ। ଯେଉଁ ବି କାର୍ଯ୍ୟକୁ ହାତକୁ ନେବେ ତାହାକୁ ସଫଳତାର ସହିତ ସମ୍ପନ୍ନ କରିବେ। କିଛି ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। ଆଜି ଆପଣ ଊର୍ଜାବାନ ରହିବେ। ଯେଉଁ ବି କାର୍ଯ୍ୟକୁ ହାତକୁ ନେବେ ତାହାକୁ ସଫଳତାର ସହିତ ସମ୍ପନ୍ନ କରିବେ। କିଛି ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ସୂଚନା ମିଳିପାରେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଆପଣଙ୍କର ଦିନଟି ଖୁସିରେ କଟିବ। ଚାକିରି ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରୋଇ କାମ ସମାପ୍ତ କରିବାରେ ସଫଳ ରହିବେ। ଆପଣଙ୍କର ଉନ୍ନତିର ନୂଆ ରାସ୍ତା ଖୋଲିବ।
ନିଜ ଲକ୍ଷ୍ୟରେ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପୁରା ସହଯୋଗ ମିଳିବ, କିନ୍ତୁ କିଛି ସାଧାରଣ କଥାରେ ପ୍ରିୟ ବ୍ୟକ୍ତିଟି ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି। କିନ୍ତୁ ଯାହା ବି ହେଉ ପାରିବାରିକ ଅଶାନ୍ତିକୁ ଦୂରେଇବାରେ ସମର୍ଥ ହେବେ ଏବଂ ସାମାଜିକ ସ୍ତରରେ ଦକ୍ଷତା ଭିତ୍ତିକ ପ୍ରଶଂସିତ ହୋଇପାରନ୍ତି। କିନ୍ତୁ ଆଜି ଯେଉଁ ବି ଯାତ୍ରା କରିବେ ଲକ୍ଷ୍ୟସ୍ଥଳରେ କିଛିଟା ହଇରାଣ ହରକତ ହେବାକୁ ପଡ଼ିପାରେ। ତ ଆଜିର ସମ୍ପୂର୍ଣ୍ଣ ଦିନଟି ଆପଣଙ୍କ ପାଇଁ ମିଳାମିଶାପୂର୍ଣ୍ଣ ହିଁ ରହିବ ଏବଂ ତା ସହିତ ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାପୂର୍ଣ୍ଣ କରିବାର ଅଛି। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ମନ୍ଦିରରେ ଲୁହାର କୌଣସି ଜିନିଷ ଦାନ କରନ୍ତୁ, ଯାହାକି ମନ୍ଦିରର କାମରେ ଆସୁଥିବ। ଏପରି କିଛି ବସ୍ତୁ ଦାନ କରନ୍ତୁ, ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କନ୍ୟା ରାଶି ବିଷୟରେ ଜାଣିବା। ଦୟାଶୀଳ ହେବେ, ପର ଉପକାର କରି ଆତ୍ମଶାନ୍ତି ପାଇବେ। ଉଦାର ଚିତ୍ତ ହିଁ ଆପଣଙ୍କୁ ମହାନ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିବ। ସ୍ୱାସ୍ଥ୍ୟ ସଚେତନ ରହିବେ, ଆୟକୁ ଚାହିଁ ବ୍ୟୟ କରିବେ। ସନ୍ତାନ୍ତି କୃତିତ୍ୱରେ ଖୁସି ବ୍ୟକ୍ତ କରିବେ। ବ୍ୟବସାୟକୁ ନେଇ ଦୂରଯାତ୍ରା କରୁଥିଲେ ଶୁଭଫଳ ପ୍ରାପ୍ତି ହେବ, କିନ୍ତୁ ଆଜି ପୂର୍ବରୁ କରିଥିବା ଋଣ ପରିଶୋଧ କରିବା ସକାଶେ କିଛି ଦୁଶ୍ଚିନ୍ତା ଲାଗି ରହିବ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କିଛି କଷ୍ଟ ସ୍ୱୀକାର କରିବାକୁ ପଡ଼ିପାରେ। ଧୈର୍ଯ୍ୟହରା ପରିସ୍ଥିତିକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଆଜି ଆପଣ କୌଣସି ପୁରୁଣା କଥାକୁ ବେଶୀ ଆଲୋଚନା କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଠିକ୍ ହେବନି। ଅପରାହ୍ନରେ କିଛି ମାନସିକ ଅସ୍ଥିରତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପରୋକ୍ଷ ଶତ୍ରୁତା ଓ ଋଣ ପରିଶୋଧ ଜନିତ ମାନସିକ ଟେନସନ୍ ଲାଗି ରହିବ। ଜଣେ ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀମାନେ ପିତାମାତାଙ୍କ ଆଜ୍ଞା ମାନି ଚଳିବେ। ଶାରୀରିକ ସୁସ୍ଥତା ବଜାୟ ରହିବ ଓ ଆଜି ଆପଣ ଊର୍ଜାବାନ ରହିବେ। ଆଜି ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ଅଧିକତର କାମ ସମ୍ପନ୍ନ କରିବାରେ ସଫଳ ହେବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ମନରେ ଧାର୍ମିକ ଭାବନା ଉଦୟ ହେବ। ସାର୍ବଜନିକ କାର୍ଯ୍ୟରେ ସହଭାଗିତା କରିବେ। ଚାକିରିଜୀବୀଙ୍କୁ ଭଲ ଖବର ମିଳିପାରେ। ବ୍ୟବସାୟୀଙ୍କୁ ଲାଭ ମିଳିବ। କାରବାରରେ କିଛି ଲୋକ ସହାୟକ ହେବେ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ସରକାରୀ ଚାକିରିଆଙ୍କୁ ଆଜି ଅଧିକ ଲାଭର ସମ୍ଭାବନା ବନୁଅଛି। ଆଜି ଆପଣ ଊର୍ଜାରେ ପରିପୂର୍ଣ୍ଣ ରହିବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ହନୁମାନଜୀଙ୍କର ମନ୍ଦିରରେ କିମ୍ବା ନିଜର ଠାକୁର ଘରେ ହନୁମାନ ଚାଳିଶା ଓ ବଜରଙ୍ଗ ବାଣର ପାଠ କରନ୍ତୁ, ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ତୁଳାରାଶି ବିଷୟରେ ଜାଣିବା। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ସମୟାନୁବର୍ତ୍ତୀ ହୋଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ଆୟ ମଧ୍ୟମ ଧରଣର ହେବ। ଅପରାହ୍ନରେ ବନ୍ଧୁ ମିଳନ ସାଙ୍ଗକୁ ଭୋଜନ ପ୍ରାପ୍ତ ହେବ। ସୁସ୍ୱାଦୁ ଭୋଜନ ପ୍ରାପ୍ତ କରିବେ। ପାରିବାରିକ ଜୀବନରେ ପରସ୍ପର ପ୍ରତି ସ୍ନେହ ମମତା ଅତୁଟ ରହିବ। ଆପଣ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ତାର ସହିତ ସମ୍ମୁଖୀନ ହୋଇ କାମ ହାସଲ କରିବେ। ନିକଟସ୍ଥ ପାଖ ପଡ଼ୋଶୀମାନେ ଆପଣଙ୍କଠାରୁ କିଛି ସହାୟତା ଆଶା କରିପାରନ୍ତି। ସଙ୍ଗୀତ, କଳା, ସାହିତ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ, କିନ୍ତୁ ସାମାଜିକ ସ୍ଥିତି ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବା କାରଣରୁ ମନ ପ୍ରଫୁଲ୍ଲ ରହିବ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି, ଯେଉଁ କାରଣରୁ ଆପଣଙ୍କର କାମଟି ଅପୂର୍ଣ୍ଣ ରହିଯିବ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ବୈବାହିକ ଜୀବନ ପ୍ରୀତିମୟ ରହିବ। କିଛି ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। ଆର୍ଥିକ ସ୍ଥିତି ମଜବୁତ ରହିବ। ବ୍ୟବସାୟର ବିସ୍ତାର ଲାଗି ଯୋଜନା କରିପାରନ୍ତି। ମନର ଇଚ୍ଛା ପୂରା ହେବ। କୌଣସି ମିତ୍ର ଅଚାନକ ଆପଣଙ୍କ ଘରକୁ ଆସିବେ। ବ୍ୟାପାରୀଙ୍କୁ ଆୟର ନୂଆ ସ୍ରୋତ ପ୍ରାପ୍ତ ହେବ। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ। ତେବେ ସାମାଜିକ ସ୍ଥିତି ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଆଜି ଆପଣ ଊର୍ଜାବାନ ରହିବେ। ଯେଉଁ ବି କାର୍ଯ୍ୟକୁ ହାତକୁ ନେବେ ତାହାକୁ ସଫଳତାର ସହିତ ସମ୍ପନ୍ନ କରିବେ। କିଛି ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ସୂଚନା ମିଳିପାରେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଛାତ୍ରଛାତ୍ରୀମାନେ ପଠନପ୍ରିୟ ରହିବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଏକ ଅସ୍ତସ୍ତ ଗଛର ମୂଳରେ ସୋରିଷ ତେଲର ଦୀପଟିଏ ଜାଳନ୍ତୁ ଓ ଆଜି ଆପଣ କାହା ଉପରେ ବି ନିଜର ପ୍ରଶଂସା କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବିଛାରାଶି ବିଷୟରେ ଜାଣିବା। ପାରିବାରିକ ସ୍ଥିତି ସୁଦୃଢ଼ ହେବ। ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବ। କର୍ମକ୍ଷେତ୍ର ସହଜ ସରଳ ଓ ଶାନ୍ତିପ୍ରଦ ରହିବ। ରୋଜଗାର ମଧ୍ୟମ ଧରଣର ହେବ। ବିଦ୍ୟାର୍ଥୀମାନେ ଉଚ୍ଚ ଅଭିଳାଷୀ ହେବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ। ମଙ୍ଗଳଜନକ କାର୍ଯ୍ୟ ଯେପରି ଗୃହ ଉପଯୋଗୀ ପ୍ଲଟ୍, ବିଦ୍ୟୁତ୍ ବ୍ୟବସାୟ ଓ ମୃତ୍ତିକା ସମ୍ବନ୍ଧିତ କାର୍ଯ୍ୟ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ।
आज आपण ऊर्जावान रहिबे जो भी कार्य को हाथ को नेबे ताहाकु सफलतार सहित संपन्न करेंगे। किसी खास काम आपन को सुफल मिल कर्तृपक्षों सकारात्मक सूचना मिल पारे। लव लाइफ पर दिनटी भल। छात्र छात्री मैंने पठन प्रिय रहिबे। परिवार स्थिति ठीक रहिबो। आपनकर काम सहजरे संपन्न होई जिवो। आर्थिक स्थिति मजबूत रहिबो। कारोबार रे परिवर्तन आनिबा लागि चेष्टा करी सफल हेबे। जीवनसाथी को देइथिबा कथा पूरा करिवे। विद्यार्थी को अति शीघ्र सफलता मिलिबो। आपनक मन रे नुआ नुआ विचार आसिबो। निज काम रे निजे फैसला करी संतुष्ट हेबे। ऑफिस रे वरिष्ठों का सहाय्य पाइबे। सभा समिति किंबा ऑफिशियल आलोचना परिसर रे बंधुओं जुक्ति को ग्रहण करने को बाध्य हेबे। व्यवसाय परिवहन शिल्प रे क्षतिर भरण करने सकाशे चेष्टा करिवे। समस्या अपरिवर्तित रही सामयिक भाव में किछिटा लाघव होबार अनुभव करिवे। निर्दिष्ट व्यक्ति खोज खबर नूतन चुक्तिपत्र स्वाक्षर और नूतन स्थान को यात्रा करि पारंती। जोगाण कारोबार और परिवहन पर विशेष असुविधा हेब नाही। बंधु गहन रे आज अधिकांश समय आलाप आलोचना मध्य कटाई पारंती। तो आज दिन को आप शुभमय करने आज आप 7टी प्रकार दाना मिसाई पक्षी मान खावा दिंतु। 7टी प्रकार दाना और किसी पानी रखी आपंकर घर छात उपर किंबा घर बाहर खोला स्थान में रखी दिंतु। यह आपण शुभ सब्यस्त हो। एवं आसतु धनुराशि विषय जाना। दिनटी आपण मंगलमय सब्यस्त हो। मन पवित्र और निर्मल रहिबो। सेवा पूजा मनोनिवेश करेंगे। परिश्रमी हेबे। कर्मक्षेत्र में उपरिस्थ अधिकारी प्रशंसा भाजन हेबे। विभिन्न पारिवारिक समस्या को नहीं निज असुविधा भितर चलुथिले मध्य बंधुओं काम यथासाध्य साहाय्य करेंगे। कवि और लेखक माने सरकारी स्तर में सम्मानित हेबे। जमीबाड़ी संपर्कित झमेलार परिसमाप्ति घटिबो। पूजा उपकरण व्यवसायी माने भल लाभ पाइबे। आईन अदालत सामूहिक कार्य संगठन टेक्निकल संबंधित कार्य लौह संबंधित व्यवसाय रे सुफल पाइबे। व्यवसाय परिवहन सभा समिति और प्रशासनिक क्षेत्र में समस्या समाधान हो जिवो। तेबे किछि पुरातन रोग प्रभाव दैहिक दुर्बलता जो मनोबल कमी जाई पारे। आर्थिक अनाटन लगी रहिले मध्य परिस्थिति को संभाली नेबे। भ्रमण हेतु क्लांति अनुभव करिपारंती। आजिर यात्रा और मांगलिक काम खुशी रहिबे। व्यवसाय लाभ मिलिबो। सकारात्मक भावना और ऊर्जा को प्रयोग करंतु। महिला बंधुओं माध्यम रे आपनकर काम संपन्न हेबो। व्यापार रे अचानक धनलाभर संभावना बनुअछि। छात्रों को परिश्रमर फल निश्चय मिलिबो। कौनसी काम लगी आपनक मन रे नुआ विचार आसिबो। राजनीति रे लाभ पाइबार सुजोग मिलिबो। परिवार रे लागि रहितबा समस्या मानकर समाधान करिबारे सफल रहिबे। मात्र निज अवहेलारू अन्य बाटरे व्यय हेबा आशंका देखादेब। आय और व्यय समान रहिबो। विद्यार्थी माने पढ़ापढ़ी को गुरुत्व देवे। राजनीति रे महिला माने सक्रिय रहिबे। बैंक और बीमा कर्मचारी दिनटी अत्यंत ही शुभ सब्यस्त हेबो। तो आज दिन को आप शुभमय करने आज आप मांकड़ मान गुड़ और गहम खाइबा दिंतु। जदि मांकड़ न मिलती तो कला कुकुर को रुटी खाइबा दिंतु। यह आपण शुभ सब्यस्त हो। एवं आसतु मकर राशि विषय जाना। विचार विमर्श पूर्वक कार्य करेंगे। ऊर्जावान रहिबे। देह और मन भल रहिबो। विशिष्ट व्यक्ति साहाय्य पाई खुशी हेबे। आईन अदालत कार्य आपनकर सपक्ष रे जीवो। महिला माने धर्मपरायण हेबे। पारिवारिक जीवन सुख समृद्धि भरा रहिबो। व्यवसाय रे कारोबार वृद्धि पाइबो। आपनकर सुचिंतित योजना और सिद्धांत दिनचर्या को बदलाई दे पारे। कर्मक्षेत्र में विभिन्न प्रकार कौशल अवलंबन करी आशा पूरण दिगरे चेष्टा करि पारंती। कम परिश्रम रे यथेष्ट सुफल पाइबे। लोकमान को निज योजन सहमत कराई नेबे। व्यवसायी को अचानक धनलाभर संभावना बनुअछि। नुआ लोकों सहित परिचय हो पारे। क्यारियर गढ़ा लगी नुआ सुजोग मिलिबो। दाम्पत्य जीवन पूर्व अपेक्षा भल रहिबो। आज आपण ऊर्जावान रहिबे। जो भी कार्य को हाथ को नेबे ताहाकु सफलतार सहित संपन्न करिवे। किछि खास काम रे आपनको सुफल मिलिबो। कर्तृपक्षों सकारात्मक सूचना मिल पारे। लव लाइफ पर दिनटी भल। किंतु किछि कार्य मंत्र गति गढ़ी चलिबा कारणरू सामयिक चिंता करि पारंती। आपनकर अति प्रिय व्यक्तिटर छलनापूर्ण कथार मन में किसी दुख आसीपे। परिवार रे असावधानता कारणरू द्रव्य नष्ट जोगु क्षोभ प्रकाश करिपारंती। चाकरियां लगी दिनटी अत्यंत ही शुभ सब्यस्त हेबो। ऑफिस काम मानसिक अवसाद दूर हेबो एवं कर्मक्षेत्र में प्रशंसित हेबे। छात्र छात्री मानक लगी दिनटी भल। छात्र छात्री माने पठन प्रिय रहिबे। स्वभाव शांत और व्यवहार मिष्ट रहिबो। खास काम अनुभवी व्यक्ति साहाय्य सहयोग पाइबे। आमदान रे अचानक वृद्धि हेबो।
ଦାମ୍ପତ୍ୟ ଜୀବନ ସମ୍ପର୍କ ନିବିଡ଼ ହେବ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଗରିବ, ଦୁଃଖୀ ଓ ଦରିଦ୍ର ବ୍ୟକ୍ତିଙ୍କୁ କିଛି ସାହାଯ୍ୟ ସହଯୋଗ କରନ୍ତୁ ଓ ଆଜି ଆପଣ କାହାରିକୁ ବି ମିଛ କୁହନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କୁମ୍ଭ ରାଶି ବିଷୟରେ ଜାଣିବା। ସ୍ୱାସ୍ଥ୍ୟ ସଚେତନ ନହେଲେ ଅସୁବିଧାରେ ପଡ଼ିବେ। ଅଯଥା ଖର୍ଚ୍ଚକୁ ଏଡ଼ାଇ ନପାରି କିଛି ଧାର କରଜ କରିପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟର ଅବହେଳା ପ୍ରଦର୍ଶନ କରିବେ। ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ଅଶାନ୍ତି ଦେଖାଦେବ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ଚିନ୍ତାର କାରଣ ହେବ। ବ୍ୟବସାୟରେ ମାନ୍ଦା ଅବସ୍ଥା ଲାଗି ରହିବ। ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିରତା ରହିବ ନାହିଁ। ପୂର୍ବ ଯୋଜନା ଅନୁଯାୟୀ କର୍ମ କରନ୍ତୁ, ଅବଶ୍ୟ କେତେକାଂଶରେ ସଫଳତା ପାଇବେ। ଭାଗ୍ୟ ଆପଣଙ୍କ ସାଥିରେ ରହିବ। ଆପଣଙ୍କର କ୍ୟାରିୟରକୁ ଏକ ନୂଆ ଦିଶା ମିଳିବ। କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ସୂଚନା ମିଳିପାରେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଆଜି ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବାର ରହିଛି। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଆଶା ଓ ବିଶ୍ୱାସର ସହିତ କାମ କରି ଚାଲନ୍ତୁ। ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ବରିଷ୍ଠଙ୍କ ସହଯୋଗରେ କାମ ସମ୍ପନ୍ନ ହେବ। ଆପଣଙ୍କର ମନ ସାମାଜିକ କାର୍ଯ୍ୟ କରିବା ଦିଗକୁ ଲାଗି ରହିପାରେ। ଆର୍ଥିକ ସ୍ଥିତି ବଢ଼ିଆ କରିବା ଲାଗି ପରିଶ୍ରମ ଅଧିକ କରିବେ। ଜୀବନସାଥୀଙ୍କଠାରୁ ଖୁବ୍ ପ୍ରେମ ପାଇବେ। ଅଫିସର ବାତାବରଣ ଟିକେ ଅଲଗା ହୋଇପାରେ। ଆଜି ଆପଣ କୌଣସି ବଡ଼ ଫଇସଲା ନେବାରେ ନିବୃତ୍ତ ରୁହନ୍ତୁ। ପୁରାତନ ରୋଗର ପୀଡ଼ା ପାଇଁ କାମ କରିବାକୁ ନିରୁତ୍ସାହିତ ରହିବେ। ଆତ୍ମୀୟମାନେ ନିଜର ଫାଇଦା ହାସଲ କରିବା ପାଇଁ ଫନ୍ଦି ଫିକର କରିବା ଲାଗି ମନ ବଳାଇବେ। ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି ମନ ଊଣା କରିପାରନ୍ତି। ବନ୍ଧୁ ମେଳରେ ସମୟ କଟାଇବାର ସୁଯୋଗ ପାଇପାରନ୍ତି। ସାମାଜିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପାରେ। କର୍ମକ୍ଷେତ୍ରରେ ଓ ପାରିବାରିକ ସ୍ତରରେ ଆଶାଜନକ ଫଳ ପାଇବେ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଚୁକ୍ତିପଥ ହେବାର ସମ୍ଭାବନା ରହୁଅଛି। ତ ଆଜିର ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ମିଳାମିଶା ପୂର୍ଣ୍ଣ ହିଁ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଶନିଦେବଙ୍କ ମନ୍ଦିରରେ ସୋରିଷ ତେଲର ଦୀପଟି ଜାଳନ୍ତୁ ଓ କଳାରାଶି ଶନିଦେବଙ୍କୁ ଅର୍ପଣ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମୀନରାଶି ବିଷୟରେ ଜାଣିବା। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ମନୋବଳ ଦୃଢ଼ ରହିବ। ନିଷ୍ଠାପର ଜୀବନଯାପନ କରିବେ। ଧର୍ମକର୍ମରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ। ପାରିବାରିକ ଜୀବନ ଶାନ୍ତିପ୍ରଦ ରହିବ। ବେପାର ବାଣିଜ୍ୟର ଉନ୍ନତି ପରିଲକ୍ଷିତ ହେବ। ମହିଳାମାନେ ଗୃହ ନିପୁଣ ହେବେ। ବ୍ୟବସାୟିକ ସଫଳତା ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିକୁ ଗୁରୁତ୍ୱ ଦେବେ। କିଛି ବିବାଦୀୟ ଘଟଣା ଓ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ଦୀର୍ଘଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗିପାରନ୍ତି। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଆପଣ ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ କରିପାରିବେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। କୌଣସି ବଡ଼ କମ୍ପାନୀ ସହିତ ସୌଦା କରିବାର ସୁଯୋଗ ମିଳିପାରେ। ଆପଣ ନିଜକୁ ଖୁବ୍ ଉର୍ଜାବାନ ଅନୁଭବ କରିବେ। କୌଣସି କାମରୁ ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ। ଲଭ୍ ଲାଇଫ୍ ଜୀବନରେ ଖୁବ୍ ଆନନ୍ଦ ମିଳିବ। ଆଜି ଆପଣ ସକାରାତ୍ମକ ଭାବନାରେ ରୁହନ୍ତୁ। କାମ କରିବା ସହଜ ହେବ। ସାମାଜିକ ସ୍ତରରେ ଆପଣଙ୍କର ଦକ୍ଷତାର ମୂଲ୍ୟାୟନ ହେବା ସାଙ୍ଗକୁ ପୁରସ୍କୃତ ହୋଇପାରନ୍ତି। ଆପଣ ଉର୍ଜାବାନ ଓ ସକ୍ରିୟ ରହିବେ। ଆୟ ବୃଦ୍ଧି ଲାଗି ଅଧିକ ସ୍ରୋତ ମିଳିବାର ସମ୍ଭାବନା ରହୁଅଛି। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଭାଗ୍ୟର ପୁରା ସାଥ ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରି ପାଇଁ ପ୍ରୟାସ କରି ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିବ। ତେବେ ଅଫିସ କାମରେ ସାମୟିକ ଭୁଲ ବୁଝାମଣା ଯୋଗୁଁ ମାନସିକ ସ୍ଥିରତା ରହିନପାରେ। ଆପଣଙ୍କର ଆତ୍ମବିଶ୍ୱାସ ଦୋହଲିପାରେ। ତ ଆଜି କାହାରି ସହିତ ବି ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ମଜବୁତ ରହିବ। ପ୍ରତ୍ୟେକ କାର୍ଯ୍ୟକୁ ସଠିକ୍ ସମୟରେ ସମ୍ପନ୍ନ କରି ଖୁସି ହେବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି କଳା ରଙ୍ଗର କୁକୁର, କଳା ରଙ୍ଗର ଗାଈ କିମ୍ବା କଳା ରଙ୍ଗର ପିମ୍ପୁଡ଼ିମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।